ଦେଖ ଭାଇ, ଏବେ ଯେଉଁମାନେ 2024 ଅକ୍ଟୋବରରେ ଏକ୍ଜାମ୍ ଦେଇଥିଲେ ସେମାନଙ୍କ ରେଜଲ୍ଟ ପଳେଇ ଆସିଥିଲା। ଆଉ ଦେଖ, ଏଇଟା ଗୋଟେ ଭାଇଙ୍କର ମାର୍କ ସିଟ୍ ହେଲା। ତାଙ୍କେ ମୋତେ ପଠେଇଥିଲେ ତାଙ୍କର ବାୟୋଲୋଜିରେ SOI CT ଆସିଛି, ଫିଜିକ୍ସରେ SOI CT ଆସିଛି, କେମିଷ୍ଟ୍ରିରେ SOI CT ଆସିଛି, ଆଉ ଇଂଲିଶରେ SOI C ଆସିଛି ହେଲା। ତ ମାନେ କ'ଣ ଆଉ କେମିତି କ'ଣ କରାହେବ ଆପରେ ଦେଖ, ମୁଁ ତୁମକୁ SOI CT ଆଉ SOI C ଏରାକ କହିବା ଆଗରୁ ଗୋଟେ ଥର ମୁଁ ଆଙ୍କର ଷ୍ଟୋରି ତୁମକୁ କହିଦେଉଛି ହେଲା। ଯେହେତୁ ଏ ଭାଇ ଜବ୍ କରୁଥିଲେ ତ ଆଙ୍କେ NIC ଜଏନ୍ ହେଇଥିଲେ। ତ ପ୍ରୋବ୍ଲେମ୍ ଗୋଟେ ହେଲା କି ଦେଖ, ଆଙ୍କେ ଯେହେତୁ ଜବ୍ କରୁଥିଲେ ଆଙ୍କେ ପଢ଼ୁନଥିଲେ, ଆଙ୍କେ କପି କରିକି ପାସ୍ ହେବାର ମୋଟିଭ୍ରେ ଥିଲେ ହେଲା। ଆଉ ଦେଖ, ତୁମ ଆଖି ସାମ୍ନାରେ ଭାଇ ଦେଖିପାରୁଥିବ ରିଜଲ୍ଟ କେମିତି ଆସିଛି। ତୁମେ ଯଦି 2025 ଏପ୍ରିଲରେ ଏକ୍ଜାମ୍ ଦେବ ଆଉ ତୁମେ ଭାବିବ କି ଭାଇ ମୁଁ କପି କରି ପାସ୍ ହେଇଯିବି, ତ ଭାଇ ଭୁଲିଛ କପି କରିବା। କପି କରିକି ଯଦି ପାସ୍ ହେବ ହେଲା, ଏମିତି ତୁମର ମାର୍କ ଆସିବ ହେଲା। ଏବେ NICରେ ଭାଇ ବହୁତ ଷ୍ଟ୍ରିକ୍ଟ ହେଇଥାଉଛି ହେଲା। ଆଉ ତୁମେ ଭାବନି କି କପି କରି ପାସ୍ ହେଇଯିବ ବୋଲି, ଏମିତି ତୁମର ମାର୍କ ଆସିବ। ତୁମେ ଆଉ ଥରେ ସେକେଣ୍ଡ ଟାଇମ୍ ପଢ଼ିକି ଏକ୍ଜାମ୍ ଦେବ। ଆଠୁ ବେଷ୍ଟ ହେବ ତୁମେ ପଢ଼ିକି ଏକ୍ଜାମ୍ ଦେବ, କପି କରିବା ଭରସାରେ ରହିବନି ହେଲା। ଦେଖ, ମୁଁ ତୁମକୁ କହିଦେଉଛି SOI CT ଆସିଛି ହେଲେ, ଯେହେତୁ ଏଇଟା ଆମର ବାୟୋଲୋଜି, ଫିଜିକ୍ସ, କେମିଷ୍ଟ୍ରିରେ ଆମର ପ୍ରାକ୍ଟିକାଲ୍ ଏକ୍ଜାମ୍ ଥାଉଛି, ତା ସହିତ ଥିଓରି ଏକ୍ଜାମ୍ ଥାଉଛି। SOI CT ଆସିଛି ହେଲେ ଆଙ୍କେ ପ୍ରାକ୍ଟିକାଲରେ ପାସ୍ ହେଇସାରିଛନ୍ତି, ଆଙ୍କେ ଖାଲି ଥିଓରି ଏକ୍ଜାମ୍ ଦେବେ। ବାୟୋଲୋଜି, ଫିଜିକ୍ସ, କେମିଷ୍ଟ୍ରିର ଏ ଭାଇ ଥିଓରି ଏକ୍ଜାମ୍ ଦେବେ ହେଲା। ଆଉ ଦେଖ, ଇଂଲିଶରେ ଯେହେତୁ ଆଙ୍କର ଆସିଛି SOI C ଆସିଛି, SOI C ମାନେ ଆଙ୍କର ପ୍ରାକ୍ଟିକାଲ୍ ନାହିଁ ଇଂଲିଶରେ, ଆଙ୍କେ ସେକେଣ୍ଡ ଟାଇମ୍ ଥିଓରି ଏକ୍ଜାମ୍ ଦେବେ ହେଲା। ମୁଁ ଭାବୁଛି ଏଇ ଛୋଟ ଭିଡ଼ିଓ ଆପଣ ଜାଣିପାରିବେ କି SOI CT କ'ଣ, SOI C କ'ଣ। SOI CT ଆସିଛି ହେଲେ ଯେଉଁ ସବଜେକ୍ଟରେ ପ୍ରାକ୍ଟିକାଲ୍ ଥାଉଛି ସେଇ ସବଜେକ୍ଟର ପ୍ରାକ୍ଟିକାଲ୍ ଦେବେନି, ଓନ୍ଲି ଥିଓରି ଏକ୍ଜାମ୍ ଦେବେ ହେଲା। ଆଉ ଯେଉଁ ସବଜେକ୍ଟରେ ତାଙ୍କର ଆସିଛି ଇଂଲିଶରେ SOI CT ହେଲେ ତାଙ୍କେ ସେଇ ସବଜେକ୍ଟର ଓନ୍ଲି ଥିଓରି ପେପର୍ ଦେବେ। ତ କହିବାକୁ ଗଲେ ମୋଟାମୋଟି ଆଙ୍କେ ସବୁଯାକ ପେପର୍ର ଓନ୍ଲି ଥିଓରି ଏକ୍ଜାମ୍ ଦେବେ। ତ ତୁମକୁ ଯଦି କିଛି ଡାଉଟ୍ ଥିବ ବୋଲେ ମୋତେ କମେଣ୍ଟ କରିପାରିବ। ତା ସହିତ ତୁମକୁ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ କହୁଛି କି ଭାଇ, ଏବେ ତୁମେ ଯଦି ଏକ୍ଜାମ୍ ଦେବ ବୋଲି 2025 ଏପ୍ରିଲରେ, ତ ତୁମେ ଭାଇ କପି କରିବା କଥା ଭାଇ ଭୁଲିଛ। ଏକ୍ଜାମ୍ ଭାଇ ବହୁତ ଷ୍ଟ୍ରିକ୍ଟ ହେଇଥାଉଛି। ଆଉ ଗୋଟେ ସେଣ୍ଟରରେ ଭାଇ କ୍ୟାମେରା ଲାଗିଥାଉଛି ହେଲା। ମୋତେ ବହୁତ ଜଣ ମେସେଜ୍ କରିଥାଉଛନ୍ତି। ଆଉ ଦେଖ, ତୁମକୁ ଯଦି ଫିଜିକ୍ସ, କେମିଷ୍ଟ୍ରି, ଇଂଲିଶ, ଓଡ଼ିଆରେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆନ୍ସର୍ ଦରକାର ଅଛି ହେଲେ ମୋତେ ତୁମେ ଡିସ୍କ୍ରିପ୍ସନ୍ ବକ୍ସରେ ମୋ ନମ୍ବର ଅଛି, ମୋତେ କଣ୍ଟାକ୍ଟ କରିପାରିବ। ବହୁତ କମ୍ ପ୍ରାଇସ୍ରେ ତୁମକୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆନ୍ସର୍ ପ୍ରୋଭାଇଡ଼ କରିବି। ତ ଭାଇ ଆଉ ଥରେ ଗୋଟେ ନେକ୍ସଟ ଭିଡ଼ିଓ ଦେଖା ହେବ।